କାହିଁକି ଗଣେଶ ଭଗବାନଙ୍କର ନାଁ ଏକଦନ୍ତ ପଡ଼ିଲା? ଆସନ୍ତୁ ଜାଣିବା ଏକ ସୁନ୍ଦର ପ୍ରସଙ୍ଗ। ଦେଖନ୍ତୁ, ଥରେ ପରଶୁରାମ ଭଗବାନ ଆସିଛନ୍ତି କୈଳାସକୁ ଶିବଶଙ୍କରଙ୍କର ଦର୍ଶନ ପାଇଁ। ତେବେ ଦ୍ୱାରରେ ଗଣେଶ ଅଛନ୍ତି। ସେ ଯେତେବେଳେ ଭିତରକୁ ଯିବା ପାଇଁ ପରଶୁରାମ ଅନୁମତି ମାଗିଛନ୍ତି ଗଣେଶଙ୍କ ଠାରୁ, ଗଣେଶ ଅନୁମତି ଦେଇନାହାନ୍ତି। ବହୁତ ଥର ଅନୁରୋଧ କଲା ପରେ ମଧ୍ୟ ପରଶୁରାମଙ୍କୁ ଅନୁମତି ଦେଇନାହାନ୍ତି ଗଣେଶ। ତେବେ ରାଗରେ କ୍ଷୁବ୍ଧ ହୋଇ ଯେତେବେଳେ ପରଶୁରାମ ଏବଂ ଗଣେଶଙ୍କ ମଧ୍ୟରେ ଯୁଦ୍ଧ ହୋଇଛି ଏବଂ ଘମାଘୋଟ ଯୁଦ୍ଧ ମଧ୍ୟରେ ଭଗବାନ ପରଶୁରାମଙ୍କର ପରଶୁଟି ଗଣେଶ ଭଗବାନଙ୍କର ଦାନ୍ତରେ ବାଜିଥିଲା। ସେଥିପାଇଁ ଗଣେଶ ଭଗବାନ ନିଜର ଏକ ଦାନ୍ତ ହରାଇଲେ। ତେବେ ଏହି ଯୁଦ୍ଧର ଘଟଣା ଯେତେବେଳେ ଶିବଶଙ୍କର ନିଜେ ଜାଣିଲେ, ସେତେବେଳେ ସେ ନିଜେ ବାହାରକୁ ଆସିଲେ ଏବଂ ଦୁହିଁଙ୍କୁ ଶାନ୍ତ କଲେ। ତେବେ ସେତେବେଳକୁ ଗଣେଶ ଭଗବାନ ତାଙ୍କର ଗୋଟିଏ ଦାନ୍ତ ହରାଇ ସାରିଥିଲେ। ତେବେ ସେହିଦିନଠାରୁ ଗଣେଶ ଭଗବାନଙ୍କର ନାଁ ଏକଦନ୍ତ ବୋଲି ପଡ଼ିଲା।